ଆଜି ଡିସେମ୍ବର ମାସ 27 ତାରିଖ ଶନିବାର। ଆଜିର ପାଣିପାଗ ଅପଡେଟ୍। ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ। ବଙ୍ଗୋପସାଗରରେ ଆସୁଛି ଲଘୁଚାପ। ଆସନ୍ତା ସପ୍ତାହ ବେଳକୁ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ। ଏହା ଏକ ସପ୍ତାହରୁ ଅଧିକ ସମୟ ଯାଏଁ ଲଘୁଚାପ ଅବସ୍ଥାରେ ଦକ୍ଷିଣ ବଙ୍ଗୋପସାଗରରେ ରହିପାରେ ଓ ବର୍ତ୍ତମାନ ବିଭିନ୍ନ ପାଣିପାଗ ମଡେଲ ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବ ନାହିଁ ଓ 31 ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ପରେ ଚିତ୍ର ଅଧିକ ସ୍ପଷ୍ଟ ହେବ ଓ ସେପଟେ ଆଉ ଏକ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଜାଡ଼ ଜାରି ରହିବ। ବର୍ଷ ଶେଷ ବେଳକୁ କନ୍ଧମାଳରୁ ଗଜପତି, କୋରାପୁଟ, କେନ୍ଦୁଝର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ଅଧିକ ଥଣ୍ଡା ଅନୁଭୂତ ହେବାର ସମ୍ଭାବନା ରହିଛି ଓ ଭୁବନେଶ୍ୱର, କଟକ ଟ୍ୱିନ୍ ସିଟିରେ ବି ଥଣ୍ଡା ବଢ଼ିବ। ଥଣ୍ଡାରୁ ନିସ୍ତାର ନାହିଁ। ରାଜ୍ୟରେ ଭୟଙ୍କର ଶୀତ ଲହରୀ। ଉପାନ୍ତରୁ ଉପକୂଳ ଯାଏଁ ଥରୁଛି ସାରା ରାଜ୍ୟ। ଥଣ୍ଡା ସାଙ୍ଗକୁ ଅନେକ ସ୍ଥାନରେ କଲବଲ କରୁଛି କୁହୁଡ଼ି।